ଯାତ୍ରା ମଇଦାନକୁ ବାହାରୁଛି, ସମର ଫିଲ୍ଡରେ ବାହାରୁଛି ଯାତ୍ରା ସାଇ ସମ୍ରାଟ। ଆପଣମାନେ ଦେଖୁଛନ୍ତି ବଛା ବଛା କଳାକାର ମାନଙ୍କୁ ନେଇ ଆପଣମାନେ ଆସନ୍ତୁ। ଏଠି ରିହର୍ସାଲ ଆସନ୍ତା କାଲି ଠାରୁ ଭଟ୍ଟିମୁଣ୍ଡା ଯାତ୍ରା ପଡିଆ, ଭଟ୍ଟିମୁଣ୍ଡା ଯାତ୍ରା ପଡିଆରେ ଆସନ୍ତା କାଲି ଠାରୁ ରିହର୍ସାଲ ତାର ପୂଜା କରିବ ଏବଂ ଆଖଡ଼ା କରିବା ଆସନ୍ତା କାଲି ଠାରୁ ଯାତ୍ରା ମଇଦାନକୁ ଆସୁଛି। କୈଳାସ ବେହେରା ଅଛନ୍ତି ଓ ତାଙ୍କ ସହିତ କୁନା ମଧ୍ୟ ଅଛନ୍ତି, ଯେ କି ଯାହାକୁ ବୁଲେଟ କୁନା ଭାବରେ ପରିଚିତ, ଏବଂ ଅନିଲ ଦୀକ୍ଷିତ ଅଛନ୍ତି। କିନ୍ତୁ ବହୁ ନାମୀ ଦାମୀ କଳାକାର ମାନଙ୍କୁ ନେଇ ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ରବିବାର, ଆଜି ଆସି ଯାଇଛି ଯୋଉ ଟେଣ୍ଟଟି ଆପଣ ମାନଙ୍କୁ ଦେଖେଇଥିଲି ଯାତ୍ରା ସାଇ ସମ୍ରାଟର, ଆଜି ଆସି ଯାଇଛି ସାଇ ସମ୍ରାଟର ବ୍ୟାନର ମରା ସରିଲାଣି ଓ ପେଣ୍ଡାଲ ମଧ୍ୟ ପଡିଯାଇଛି। କିଛି ଆର୍ଟିଷ୍ଟ ଆସି ପହଞ୍ଚି ଗଲେଣି। ଆସନ୍ତା କାଲି ଠାରୁ ରିହର୍ସାଲ ଆରମ୍ଭ ହବ ଯାତ୍ରା ସାଇ ସମ୍ରାଟର। ତାର ବଛା ବଛା ମାନେ ନାଟକକୁ ନେଇ ଯାତ୍ରା ମଇଦାନକୁ ବାହାରୁଛି, ସମର ଫିଲ୍ଡରେ ବାହାରୁଛି ଯାତ୍ରା ସାଇ ସମ୍ରାଟ। ଆପଣମାନେ ଦେଖୁଛନ୍ତି ବଛା ବଛା କଳାକାର ମାନଙ୍କୁ ନେଇ କାହାଣୀ ଶୁଣିଲେ କାନ୍ଦ ଲାଗୁଛି। ତୁମ ପାଦ ତଳେ ବଜି ବଜାଉ, ମୁଁ ଲକ୍ଷ୍ମୀ ମହଲ ଲକ୍ଷ୍ମୀ ବାଇ, କଳଙ୍କ ମୋ ପାଇଁ ଲକ୍ଷ୍ମଣ ରେଖା। ଏ ଥିଲା 4 ଖଣ୍ଡ ବହି ଧରି ଯାତ୍ରା ମଇଦାନକୁ ବାହାରୁଛି ଅପେରା ବା ଯାତ୍ରା ସାଇ ସମ୍ରାଟ। ଆପଣମାନେ ଆସନ୍ତୁ। ଏଠି ରିହର୍ସାଲ ଆସନ୍ତା କାଲି ଠାରୁ ଭଟ୍ଟିମୁଣ୍ଡା ଯାତ୍ରା ପଡିଆ, ଭଟ୍ଟିମୁଣ୍ଡା ଯାତ୍ରା ପଡିଆରେ ଆସନ୍ତା କାଲି ଠାରୁ ରିହର୍ସାଲ ତାର ପୂଜା କରିବ ଏବଂ ଆଖଡ଼ା କରିବା ଆସନ୍ତା କାଲି ଠାରୁ। ଏ ତାର ପେଣ୍ଡାଲ ରହିଛି, ପେଣ୍ଡାଲର ତାର କାର୍ଯ୍ୟକ୍ରମ ଏସବୁ ଆହୁରି ବାଉଁଶ ସବୁ ରହିଛି। ବର୍ତ୍ତମାନ ଅବିକା ଆପଣମାନେ ଦେଖୁଛନ୍ତି ଆପଣମାନେ ମୁଁ ସାଇ ସମ୍ରାଟର ପୁରା ଏଣ୍ଟାର ହଲ୍ ଭିତରେ ପେଣ୍ଡାଲ କାମ ସରିଛି। ସେଠି ମଧ୍ୟ ବ୍ୟାନର ମରା ହେଇଛି, ଏପଟେ ତାର ଟ୍ରକ୍ ଥୁଆ ହେଇଛି। ଆହୁରି ମଧ୍ୟ ଆଜି ଆହୁରି 3 ଖଣ୍ଡ ଟ୍ରକ୍ ଆସି ଆମର ଏଇ ଯାତ୍ରା ପଡିଆରେ ପହଞ୍ଚିଯିବ। ସେଥିପାଇଁ ଆପଣମାନେ ଏଠିକି ଆସନ୍ତୁ। ଭଟ୍ଟିମୁଣ୍ଡା ଲୋକେସନ ହଉଛି ଭଟ୍ଟିମୁଣ୍ଡା ଯାତ୍ରା ପଡିଆର ଉପଯାତ୍ରା ପଡିଆ, ଯୋଉଠି ଆମର ନାଟକ ହୁଏ, ଯୋଉଠି ଆମର ଦଶହରା ଯାତ୍ରା ଯୋଉ ହୁଏ, ଆମର ଉପଯାତ୍ରା ହୁଏ, ସେଇ ପଡିଆରେ କରୁଛି ଯାତ୍ରା ସାଇ ସମ୍ରାଟ। ଆସନ୍ତୁ, ଢେର ସାରା ମଜା ନିଅନ୍ତୁ ଏବଂ ନାଟକ ଦେଖନ୍ତୁ। ଯଦି ନାଟକ ଆପଣମାନଙ୍କୁ ଭଲ ଲାଗିଲା ନିଶ୍ଚିତ ଭାବରେ ମାନେ ଆସି କଲ୍ କାଟିକି ଯାଆନ୍ତୁ। ସମର ଫିଲ୍ଡ ପାଇଁ ମାନେ ପାର୍ଟି ବଛା ବଛା କଳାକାର ମାନଙ୍କୁ ନେଇ ଯାତ୍ରା ମଇଦାନକୁ ଆସୁଛି। କୈଳାସ ବେହେରା ଅଛନ୍ତି ଓ ତାଙ୍କ ସହିତ କୁନା ମଧ୍ୟ ଅଛନ୍ତି, ଯେ କି ଯାହାକୁ ବୁଲେଟ କୁନା ଭାବରେ ପରିଚିତ, ଏବଂ ଅନିଲ ଦୀକ୍ଷିତ ଅଛନ୍ତି। କିନ୍ତୁ ବହୁ ନାମୀ ଦାମୀ କଳାକାର ମାନଙ୍କୁ ନେଇ ଯାତ୍ରା ସାଇ ସମ୍ରାଟ ବାହାରୁଛି। ବର୍ତ୍ତମାନ 26ରେ ଲାଷ୍ଟ ସିଜନରେ, ଯୋଉ ସିଜନର ଲାଷ୍ଟ ଅଛି, ଆଉ ମାତ୍ର 3 ମାସ ଅଛି, ବାହାରୁଛି ଯାତ୍ରା ସାଇ ସମ୍ରାଟ। ଯଦି ମୋ ଭିଡିଓଟି ଭଲ ଲାଗେ ନିଶ୍ଚିତ ଭାବରେ କମେଣ୍ଟ ଟିକେ ଦେବେ, ଲାଇକ୍ ଟିକେ କରିବେ ଏବଂ ମତାମତ ଜଣେଇବେ ଯେ ଆପଣମାନଙ୍କୁ ଏ ଭିଡିଓଟି କେମିତି ଲାଗିଲା। ଜୟ ଜଗନ୍ନାଥ, ଜୟ କଳା, ଜୟ ଯାତ୍ରା।